କ'ଣ ଆପଣ କେବେ ଲିଫ୍ଟରେ ଯାଇଛନ୍ତି? ଯଦି ଯାଇଛନ୍ତି ତେବେ ଥରେ ଭାବନ୍ତୁ, ଆପଣ ଏକୁଟିଆ ଦିନେ ଲିଫ୍ଟରେ ଗଲାବେଳେ ଲିଫ୍ଟ ହଠାତ୍ ବନ୍ଦ ହୋଇଯିବ। ଲିଫ୍ଟର ସମସ୍ତ ଲାଇଟ୍ ବନ୍ଦ ହୋଇଯିବ। ଏହା ଭିତରେ ଆପଣଙ୍କୁ କେମିତି ଅନୁଭବ ହେବ? ଡର ଲାଗିବ ନା? ତେବେ ଚାଲନ୍ତୁ ସେହିଭଳି ଏକ ଲୋମହର୍ଷଣକାରୀ ଘଟଣା ବିଷୟରେ ଜାଣିବା। ରହସ୍ୟମୟୀ ଦୁନିଆ ୟୁଟ୍ୟୁବ୍ ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ଟିକୁ ମଧ୍ୟ କ୍ଲିକ୍ କରନ୍ତୁ ସବୁଦିନ ଏହିଭଳି ରହସ୍ୟମୟୀ ଭିଡ଼ିଓ ସର୍ବପ୍ରଥମେ ଦେଖିବା ପାଇଁ। ଶ୍ରୀଯୁକ୍ତ ସତ୍ୟବ୍ରତ ବେହେରା ଜଣେ ଇଞ୍ଜିନିୟର ଅଟନ୍ତି। ତେବେ ତାଙ୍କ ମୁଖରୁ ଘଟଣାଟି କିଛି ଏହିପରି। ମୁଁ ସତ୍ୟବ୍ରତ, କେନ୍ଦ୍ରାପଡ଼ାରେ ରହେ। ମୁଁ ଜଣେ ଇଞ୍ଜିନିୟର। ତେବେ ସେଦିନର ସେହି ଘଟଣାଟି କିଛି ଏହିପରି ଥିଲା ଯେ ସେହି ଘଟଣା କଥା ମନେ ପଡ଼ିଲେ ଆଜି ବି ଭୟରେ ମୋର ଶରୀରରୁ ଗମ୍ ଗମ୍ ଝାଳ ବୋହିଯାଏ। ଏହି ଘଟଣା ପରଠୁ ଆଜି ଯାଏଁ ବି ଲିଫ୍ଟରେ ଯିବା ତ ଦୂର କଥା, ଲିଫ୍ଟ କଥା ଭାବିଲେ ବି ଛାତି ଭିତରଟା ମୋର କଣ କଣ ହୋଇଯାଏ। ତେବେ ଏହି ଘଟଣାଟି 17 ବର୍ଷ ପୁରୁଣା। ଏକ ଅର୍ଜେଣ୍ଟ ମିଟିଂ ଥିବାରୁ ଅଫିସ ତରଫରୁ ମୋତେ ବାରିପଦା ଯିବାର ଥିଲା। ଫେରିଲା ବେଳକୁ ନିଶ୍ଚୟ ବିଳମ୍ବ ରାତି ହୋଇଯିବ ବୋଲି ଜାଣିଥିଲି। ତେଣୁ ଏକୁଟିଆ ଫେରିବା ଅପେକ୍ଷା ଡ୍ରାଇଭରକୁ ସାଙ୍ଗରେ ନେଇ ସକାଳ 5ଟା ସୁଦ୍ଧା ବାହାରିଥିଲି ଘରୁ। ରାସ୍ତା ଫାଙ୍କା ଥିଲା ବୋଲି 10ଟା ବେଳକୁ ପହଞ୍ଚି ଯାଇଥିଲି ସେଠାରେ। ତେବେ ଅଫିସ କାମ ସରୁ ସରୁ ରାତି 9ଟା ବାଜିଯାଇଥିଲା। ମୋର ଅନୁମାନଠୁ ଅବଶ୍ୟ ଟିକିଏ ଜଲ୍ଦି। ଖାଇ ପିଇ ସେଠୁ ଘରକୁ ବାହାରିଲା ବେଳକୁ 10ଟା ପରେ ହୋଇଯାଇଥିଲା। ଘରକୁ ରାସ୍ତା ପାଖାପାଖି 5 ଘଣ୍ଟାର ବାଟ। ଘରେ ପହଞ୍ଚୁ ପହଞ୍ଚୁ ରାତି 3ଟା ବାଜିଯିବ। ତେଣୁ ଆଉ ଅଧିକ ବିଳମ୍ବ ନ କରି ଜଲ୍ଦି ବାହାରିଲି ଘରକୁ। ଆଗ ସିଟ୍ରେ ଡ୍ରାଇଭର ଗାଡ଼ି ଚଲାଉଥାଏ, ମୁଁ ପଛ ସିଟ୍ରେ ବସିଥାଏ। ତେବେ ଅଫିସରେ ଦିନଯାକର କାମର ଥକାପଣ ଯୋଗୁଁ କେତେବେଳେ ଟିକିଏ ଆଖି ଲାଗିଯାଇଥିଲା ଜାଣିପାରିନଥିଲି। ହଠାତ୍ ଏକ ଘଡ଼ଘଡ଼ିର ଶବ୍ଦରେ ମୋର ନିଦ ଭାଙ୍ଗି ଯାଇଥିଲା। ବାହାରକୁ ଚାହିଁ ଦେଖିଲି ଜୋରରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି। ଏହାପରେ ଜାଣିବାକୁ ପାଇଲି ଏତେ ଜୋରରେ ବର୍ଷା କାରଣରୁ ଡ୍ରାଇଭରକୁ ଗାଡ଼ି ଚଲାଇବାରେ ଅସୁବିଧା ହେଉଥାଏ। ତେଣୁ ଭାବିଥିଲି କେଉଁଠି ଏକ ହୋଟେଲ ଦେଖି ରହିଯିବି। ରାତି ପାହିଲା ପରେ ବର୍ଷା ଛାଡ଼ିଗଲା ପରେ ଘରକୁ ବାହାରିଯିବି। ତେଣୁ ଡ୍ରାଇଭରକୁ କହିଲି କେଉଁଠି ଏକ ହୋଟେଲ ଦେଖି ଗାଡ଼ି ରଖିବା ପାଇଁ। ତେବେ କିଛି ବାଟ ଗଲା ପରେ ଦେଖିଥିଲି ରାସ୍ତା କଡ଼ରେ ଏକ ହୋଟେଲଟିଏ ଥିଲା। ଭାବିଲି ସେଇଠି ରାତିଟା କଟେଇବି। ଡ୍ରାଇଭରର ମୋର ଗାଡ଼ି ରଖିକି ହୋଟେଲ ଭିତରକୁ ଗଲୁ। ହୋଟେଲ ଭିତରଟା ପୁରା ଫାଙ୍କା ଥିଲା। ଦେଖିଲି ରିସେପସନରେ ଏକ ଝିଅଟିଏ ବସିଛି। ହେଲେ ତାର ରୂପ ଏଭଳି ଥିଲା ଯେ ଯେକୌଣସି ଲୋକ ଦେଖିଲେ ହଠାତ୍ ଡରିଯିବ। ଅସନା ଡ୍ରେସ୍ ସହ ଆଖି ତଳ କଳା ପଡ଼ିଛି। ସତେ ଯେମିତି ବହୁତ ଦିନ ହେଲାଣି ଶୋଇନି ସେ। ତେବେ ଦିନ ଯାକର ଥକାପଣରେ ମୋର ମୁଣ୍ଡରେ କେବଳ ଗୋଟିଏ ଚିନ୍ତା ଥିଲା, କିଭଳି ରୁମ୍କୁ ଯାଇକି ଟିକେ ଆରାମ କରିବି। ସେ ଝିଅଟିର ବେଶ ପୋଷାକ ଉପରେ ଏତେ ଧ୍ୟାନ ନ ଦେଇ ତା ପାଖକୁ ଗଲି। 2ଟି ରୁମ୍ ଦରକାର ବୋଲି କହିଲି। 302 ଓ 303 2ଟି ରୁମ୍ର ଚାବି ଧରେଇଲା ମୋତେ। 3rd ଫ୍ଲୋର ଯିବାକୁ କହିଲା। ତେବେ ଡ୍ରାଇଭର ତା ମୋବାଇଲଟା କାର୍ ଭିତରେ ଛାଡ଼ି ଦେଇଥିଲା। ପୁଣି ଥରେ ଗଲା ଆଣିବାକୁ। ମୁଁ ଭାବିଲି ସେ ତାର ଆସିବ। ମୁଁ ଯାଏ ମୋ ରୁମ୍କୁ, ଜଲ୍ଦି ଫ୍ରେଶ ହୋଇ ଟିକିଏ ଆରାମ କରିବି। ତେବେ ଏହା ହିଁ ମୋର ଭୁଲ ଥିଲା। ଏକୁଟିଆ ଯିବାର ନଥିଲା। ତେବେ ସେଦିନ ସେହି ହୋଟେଲର ନୀରବତା ମୋ ମନଟାକୁ ଅସ୍ଥିର କରୁଥାଏ। ହୋଟେଲ ଭିତରେ କୌଣସି ଗୋଟିଏ ଲୋକର ଉପସ୍ଥିତିକୁ ଅନୁଭବ ନ କରିପାରିବା ମୋ ମନ ଭିତରେ କେତେ ପ୍ରକାରର ଅଜବ ଚିନ୍ତାଧାରା ଆଣିଦେଉଥାଏ। ତେବେ ସେଦିନ ଶରୀରର ଥକାପଣ ମନର ଏହିସବୁ ଭାବନାକୁ ଏଡ଼ାଇ ଦେଇଥିଲା। କିଛି ନ ଭାବି ଲିଫ୍ଟ ପାଖକୁ ଗଲି। ଲିଫ୍ଟର ସୁଇଚ୍ ଚିପିଲି। ଲିଫ୍ଟ ତଳକୁ ଆସିବା ଯାଏଁ ଅପେକ୍ଷା କରିଥିଲି। ତେବେ ଲିଫ୍ଟ ତଳକୁ ଆସିବା ପରେ ଲିଫ୍ଟ ଭିତରକୁ ଗଲି। 3 ନମ୍ବର ଫ୍ଲୋର ସୁଇଚ୍ ଚିପିଲି। ତେବେ ଲିଫ୍ଟର ଡୋରଟା ବନ୍ଦ ହେବାକୁ ଥାଏ ହଠାତ୍ ଅଟକି ଯାଇ ପୁଣି ଖୋଲିଗଲା। ସତେ ଯେମିତି ବାହାରୁ କିଏ ଗୋଟେ ହାତ ଦେଖେଇ ଡୋରଟିକୁ ଖୋଲିଦେଲା ଓ ଭିତରକୁ ପଳେଇ ଆସିଲା। ତେବେ ଏହି ଘଟଣାଟି ଦେଖି ମୋ ମନରେ ଟିକିଏ ଭୟ ସଞ୍ଚାର ହୋଇଥିଲା। ଲିଫ୍ଟ ଖରାପ ଥିବ ଭାବି ପୁଣି କଥାଟିକୁ ଏଡ଼ାଇ ଦେଇଥିଲି। ଲିଫ୍ଟର ଡୋର ବନ୍ଦ କରିବା ବାଲା ସୁଇଚ୍ ଚିପିଲି। ତେବେ ସେହି ସମୟରେ ଦେଖିଲି 3 ନମ୍ବର ଫ୍ଲୋରର ସୁଇଚ୍ ଅଫ୍ ହୋଇକି 5 ନମ୍ବର ଫ୍ଲୋରର ସୁଇଚ୍ ଅନ୍ ହୋଇଗଲା। ମୁଁ ଯେତେ ଚେଷ୍ଟା କରିଥିଲି 3 ନମ୍ବର ସୁଇଚ୍ ଅନ୍ ହୋଇନଥିଲା। 3 ନମ୍ବର କ'ଣ, ଲିଫ୍ଟର କୌଣସି ସୁଇଚ୍ ସେତେବେଳେ କାମ କରିବା ହଠାତ୍ ବନ୍ଦ ହୋଇଯାଇଥିଲା। ଲିଫ୍ଟ ଭିତରେ ଏକୁଟିଆ ବହୁତ ଡର ଲାଗିଥିଲା। ଏକ ଅଜଣା ପ୍ରକାର ଭୟ ମୋ ମନ ଭିତରକୁ ଚାଲି ଆସୁଥିଲା।
तेबे एहा मध्यरे पछपटे काहार गोटे उपस्थिति अनुभव करथिली। सते जेमिति किए गोटे बेक पाखरे जोर जोर निश्वास नौची। पछकु बुली देखिली केही कुआडे नाहांती। भୟରେ देह हाथ थरी उठितिला मोर। तेबे हठात लिफ्ट धड़ धड़ होई बंद हो जाइतिला ओ लिफ्ट रे जळुतबा छोट लाइटटा भी बंद हो जाइतिला। सेतेबेले मोर अवस्था आहुरी बिगिड़ी गला। जोर जोर लिफ्ट कपाट बाड़े चिल्लेइबाकू लागिली, हेल्प हेल्प बंचाओ। तेबे मु चिल्लेइबा भितरे मो पाटी किए गोटे हातरे बंद कर देइतिला। हातटा पूरा ठंडा थिला। पुणी किए गोटे मो डाहाण पट कानरे कोण गुड़ाई कही चलतिला। एही समय रे मु हठात पछकू टाणी हे गली ओ मो डाहाण कान पाखरे सुबुतबा शब्द हठात चारिआडू सुभितिला। तेबे सेतबेलू मु प्राय संज्ञाहीन हो जाइथिली कि किछि सेकेंड भितरे लिफ्टर लाइट पुनर्बार ऑन होईगला। लिफ्टर कबाट हठात खोलीगला। मु बाहर को आसी देखिली 5 नंबर फ्लोर रे अछि। पुनर्बार लिफ्ट भितर को न जाई पाहाच बाटे जोर जोर तळकू गली। मते सेतेबेले एते भय लागिथिला पाहाच बाटे किए गोटे मो पछे पछे आसुची एवं जोर जोर मो पाखकू माड़ी आसुची। विभिन्न प्रकार अजଣା शब्द सेतेबेले मते सुभितिला। तेबे कान बंद कर देई तळकू पळै आसिली। तळे ड्राइवर को देखी टिकिए आश्वस्ति लागिथिला हेले रिसेप्शनिस्ट झियोटी नथिला। तेबे रिसेप्शनिस्ट झियो को सेठारे न देखी मो मनरे आहुरी संदेह सृष्टि होइतिला। तेबे मोर ड्राइवर को सबु सत कथा जणैली हेले से जहा कहितिला मोर पाद तळु माटी अतडा खसीगला परी लागिथिला। से कहितिला साहेब केउ 5th फ्लोर कथा कहउचंती, बाहर थरे जाई देखंतु तो होटेलटा 3 महला विशिष्ट। एहा सुनी मोर मुंड बुलेई पकेइथिला। भाबिथिली ना आउ टिकिए एठारे रहिबा अनुचित। ड्राइवर को कहिली चाले जल्दी जिबा एठू, गाड़ी मु चलेबी, केउठी आउ न रहिकी जल्दी घर को सीधा चाले। तेबे गाड़ी जोर रे चलेकी आसिला बेले कार मिरर रे देखिथिली से होटेल बाहरे से रिसेप्शनिस्ट झियोटी ठिया होइतिला ओ ता पछरे एक बड़ छाईटिए देखिथिली।